ଦ୍ୱିତୀୟ ସମାପ୍ତି ସୂଚକ ମାନନିର୍ଦ୍ଧାରଣ 2026 ଶ୍ରେଣୀ ହେଉଛି ପ୍ରଥମ ବିଷୟ ଭାଷା। ଅନୁସଂଖ୍ୟା ହେଉଛି 20, ପ୍ରଶ୍ନ ସଂଖ୍ୟା ହେଉଛି 9। ଠିକ୍ ଅଛି। ମୌଖିକ ପ୍ରଶ୍ନ, ପାଣିରେ ରହୁଥିବା ଦୁଇଟି ଜୀବର ନାମ କହିବ ପିଲାମାନେ। ପାଣିରେ ଅନେକ ଗୁଡ଼ିଏ ଜୀବ ରହୁଛନ୍ତି, ସେଥିମଧ୍ୟରୁ ଦୁଇଟିର ନାମ କହିବ। ତୁମେ କହିବ ମାଛ, ବେଙ୍ଗ, କଇଁଛ, ଦୁଇଟିର ନାମ କହିଲେ ବି ମାର୍କ ମିଳିବ। ଠିକ୍ ଅଛି। ତାପରେ ଅଛି ବଣରେ ରହୁଥିବା ଦୁଇଟି ପଶୁଙ୍କର ନାମ। ତୁମେ କହିବ ବାଘ, ହାତୀ, ତାପରେ କହିବ ଭାଲୁ ଇତ୍ୟାଦି। ଦୁଇଟିର ନାମ କହିଲେ ବି ତୁମକୁ ମାର୍କ ମିଳିବ। ଠିକ୍ ଅଛି। ତାପରେ ତଳ ଶବ୍ଦ ଗୁଡ଼ିକ ପଢ଼ିବ। ଏଠି କେତେ ଗୁଡ଼ିଏ ଶବ୍ଦ ଅଛି ତାକୁ ତୁମେ ପଢ଼ିବ। ଠିକ୍ ଅଛି। ଏଠି ଅଛି କଇଥ, ଥାଳି, ହାତୀ, ଫୁଲ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ବାକ୍ୟଟିକୁ ପଢ଼। ଏଠି ଗୋଟେ ବାକ୍ୟ ଅଛି ତାକୁ ପଢ଼ିବାକୁ କହିବେ, ତୁମେ ପଢ଼ିବ। ଶୃଗାଳଟି ବଣରେ ବୁଲୁଥିଲା। ଠିକ୍ ଅଛି। ତାପରେ ତୁମକୁ ମିଳିବ ମାର୍କ। ତାପରେ କୁମ୍ଭାର ମାଟିରେ କେଉଁ କେଉଁ ଜିନିଷ ତିଆରି କରେ? ତାମାନେ ମାଟିରେ କେଉଁ କେଉଁ ଜିନିଷ ତିଆରି କରାଯାଏ? ଠିକ୍ ଅଛି। ତୁମେ ଏଠି କହିବ ହାଣ୍ଡି। ଠିକ୍ ଅଛି। ତାପରେ ତୁମେ କହିବ ମାଠିଆ ଇତ୍ୟାଦି। ଦୁଇଟିର ନାମ କହିବ, ତୁମକୁ ମାର୍କ ମିଳିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ତୁମ ବିଦ୍ୟାଳୟରେ କି କି ପର୍ବ ପାଳନ କରାଯାଏ? ଦୁଇଟିର ନାମ କହିବ। ଗଣେଶ ପୂଜା, ସରସ୍ୱତୀ ପୂଜା। ଠିକ୍ ଅଛି। ସ୍ୱାଧୀନତା ଦିବସ। ଏମିତି ଦୁଇଟି ଦିବସ ନାଁ କହିଲେ ବି ତୁମକୁ ମାର୍କ ମିଳିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମ ଘରେ ତୁମ ମା କ'ଣ କ'ଣ ରୋଷେଇ କରନ୍ତି? କ'ଣ କ'ଣ ରୋଷେଇ କରନ୍ତି? ଭାତ, ତିଅଣ, ରୁଟି, ବିଭିନ୍ନ ପ୍ରକାର କହିପାରିବେ ପିଲାମାନେ। ସେ ଦୁଇଟିର ନାମ କହିଲେ ବି ତୁମକୁ ମାର୍କ ମିଳିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ମୋଟା ମୋର ଦେହଟି, ଲମ୍ବା ଅଟେ ଶୁଣ୍ଢଟି, ପିଚକାରି ଖେଳେ ପାଣିରେ, କୁହ ମୋର ନାଁଟି। ତୁମେ କହିବ ପିଲାମାନେ ଏହାର ନାମ ହେଉଛି ହାତୀ। ଠିକ୍ ଅଛି। ହାତୀ ବୋଲି କହିବ, ତୁମକୁ ମାର୍କ ମିଳିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ପାଦରେ ପହଁରି ଥାଏ ପାଣିରେ, ଢଳି ଢଳି ଚାଲେ ମାଟି ଉପରେ, ବଗ ପରି ଧଳା ରଙ୍ଗ ମୋହର, କହିପାରିବ କି ନାମଟି ମୋର? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ଉତ୍ତରରେ ତୁମେ କହିବ ହଂସ। ଠିକ୍ ଅଛି। ହଂସ ବୋଲି ତୁମେ କହିବ, ମାର୍କ ମିଳିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଦ୍ୱିତୀୟ ସମାପ୍ତି ସୂଚକ ମାନନିର୍ଦ୍ଧାରଣ 2026 ଶ୍ରେଣୀ ପ୍ରଥମ ବିଷୟ ଗଣିତ। ସଂଖ୍ୟା 20, ପ୍ରଶ୍ନ ସଂଖ୍ୟା 10। ଠିକ୍ ଅଛି। 5 ଟଙ୍କା, 2 ଟଙ୍କା, 1 ଟଙ୍କା ମିଶିଲେ କେତେ ଟଙ୍କା ହେବ? କେତେ ଟଙ୍କା ହେବ ପିଲାମାନେ? 5, 2, 7, 1, 8, 8 ଟଙ୍କା ହେବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଅଧା କାଗଜର ଚିତ୍ର? କେଉଁଠି ଅଧା କାଗଜର ଚିତ୍ର? ପିଲାମାନେ ଏଇଠି ଗୋଟେ ତ୍ରିଭୁଜ ଅଛି, ଏହା ହେଉଛି ଅଧା କାଗଜର ଚିତ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତୁମ ପାଖରେ 12ଟି ଆମ୍ବ ଅଛି, ତୁମେ ରାମକୁ 12ଟି ଆମ୍ବ ଦେଲ, ତେବେ ତୁମ ପାଖରେ କେତେଟା ରହିଲା? କହିବ ଆଉ ପାଖରେ ମୋର କିଛି ରହିଲା ନାହିଁ କହିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମ ପାଖରେ 6ଟି କଲମ ଅଛି, ତୁମେ ତୁମ ଭାଇକୁ 2ଟି କଲମ ଦେଲ, ତେବେ ତୁମ ପାଖରେ ଆଉ କେତୋଟି କଲମ ରହିଲା? ତୁମେ କହିବ ଆଉ 4 ଗୋଟି କଲମ ରହିଲା। ଠିକ୍ ଅଛି। ତାପରେ ଆଜି କେଉଁ ବାର? ପିଲାମାନେ ତୁମେ କହିବ ଯେଉଁଦିନ ଏଇ ପରୀକ୍ଷାଟି ହେବ ସେଇଦିନ ମନେ ରଖିଥିବ ପିଲାମାନେ। ଠିକ୍ ଅଛି। ତୁମେ ଘରୁ ପଚାରିକି ଯାଇଥିବ। ଠିକ୍ ଅଛି। ଶୁକ୍ରବାର ହେବ ନା ଶନିବାର ହେବ ତୁମେ ପଚାରିଥିବ, ତାପରେ ସେଇଦିନ ବିଦ୍ୟାଳୟରେ ସେଇ ବାର କହିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଶିକ୍ଷକ ପିଲାମାନଙ୍କୁ ସଂଖ୍ୟା କାର୍ଡ଼ ଦେଖାଇ ପୂର୍ବ ଓ ପର ସଂଖ୍ୟା ପଚାରିବେ। ପିଲାମାନେ ଗୋଟିଏ ସଂଖ୍ୟା କାର୍ଡ଼ ଦେଖାଇବେ, ତା ପୂର୍ବରୁ କେଉଁ ସଂଖ୍ୟା ଅଛି ଓ ତା ପରେ କେଉଁ ସଂଖ୍ୟା ଅଛି ତାହା ପଚାରିବେ। ଟିକିଏ ଅଭ୍ୟାସ କରିଥିବ ଘରେ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, କେଉଁ ଦୁଇଟି ସଂଖ୍ୟା ମିଶିଲେ ଯୋଗଫଳ 7 ହେବ? କେଉଁ କେଉଁ ଦୁଇଟି ସଂଖ୍ୟା ମିଶିଲେ ଯୋଗଫଳ 7 ହେବ? ତୁମେ କହିପାରିବ 6ରେ 1 ମିଶିଲେ 7 ହେବ, କିମ୍ବା 5ରେ 2 ମିଶିଲେ 7 ହେବ, କିମ୍ବା 3ରେ 4 ମିଶିଲେ 7 ହେବ ଇତ୍ୟାଦି। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, କିଏ ସବୁଠୁ ଓଜନିଆ? ଏଠାରେ ଅନେକ ଗୁଡ଼ିଏ ଚିତ୍ର ଅଛି, ଏଠାରେ କିଏ ସବୁଠୁ ଓଜନିଆ? ନିଶ୍ଚିତ ଭାବରେ ତୁମେ କହିବ ପିଲାମାନେ ହାତୀ ସବୁଠୁ ଓଜନିଆ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଜିକେ କିଟ୍ରୁ ନୀଳ ରଡ଼ 2ଟି, ହଳଦିଆ ଘନ 8ଟି ଦେଇ କହିବେ ନୀଳ ରଙ୍ଗଟି 1 10 ଓ ଗୋଟି ହଳଦିଆ ଘନ 1କୁ ସୂଚାଏ, ତେବେ ସଂଖ୍ୟାଟି କେତେ ହେଲା ପଚାରିବେ। ଠିକ୍ ଅଛି। ପିଲାମାନେ ସଂଖ୍ୟାଟି ହେବ 11। କେତେ ହେବ? 11। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଜିକେ କିଟ୍ରୁ ସଂଖ୍ୟା ମାଳି ନେଇ 17 ଗଣିବାକୁ କହିବେ। ପିଲାମାନେ ସଂଖ୍ୟା ମାଳି ନେଇ 17ଟି ମାଳି ତୁମେ ଗଣି କରି ଦେଖାଇବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ,
ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ଶ୍ରେଣୀ ପ୍ରଥମ, ଠିକ୍ ଅଛି। ବିଷୟ ପରିବେଶ ଅଧ୍ୟୟନ, ପୂର୍ଣ୍ଣ ସଂଖ୍ୟା 20, ପ୍ରଶ୍ନ ସଂଖ୍ୟା 4। ଶିକ୍ଷକ ଚିତ୍ର ଦେଖାଇ ନିମ୍ନରେ ଥିବା ପ୍ରଶ୍ନ ଗୁଡ଼ିକ ପଚାରିବେ। ପିଲାମାନେ ଏଇଠି ଗୋଟେ ଚିତ୍ର ଦେଖୁଛ ପିଲାମାନେ, ତାକୁ ଦେଖି ତୁମକୁ ପ୍ରଶ୍ନ ପଚାରିବେ ଶିକ୍ଷକ, ଠିକ୍ ଅଛି। କ'ଣ କ'ଣ ସବୁ ପ୍ରଶ୍ନ ଅଛି ଦେଖିବା। ବେଙ୍ଗୁଲି ନାନୀ କ'ଣ କରୁଛି? ତୁମେ କହିବ ସେ ପିଠା ରୋଷେଇ କରୁଛି, ଠିକ୍ ଅଛି, ପିଠା ପ୍ରସ୍ତୁତି କରୁଛି। ତାପରେ ଅଛି ପିଠା କରିବା ପାଇଁ କି ଜିନିଷ ଦରକାର? କି ଜିନିଷ ଦରକାର? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ପିଠା ଜିନିଷ ପାଇଁ କ'ଣ କ'ଣ? ପାଣି, ତାପରେ ତୁମେ କହିବ ଅଟା କିମ୍ବା କହିବ ଚୁନା, ଠିକ୍ ଅଛି। ତାପରେ କହିବ ତେଲ, ଏସବୁ ଜିନିଷ ଦରକାର। ତାପରେ ପରବର୍ତ୍ତୀ ପ୍ରଶ୍ନ, ମାଙ୍କଡ଼ କ'ଣ କରୁଛି? ମାଙ୍କଡ଼ ସେ ପିଠା ଖାଇବା ପାଇଁ ଜଗି ବସିଛି। ତାପରେ ତୁମେ କହିବ ତୁମେ କେଉଁ ସବୁ ପିଠା ଖାଉଛ? ମୋର କେତେ ଗୁଡ଼ିଏ ପିଠାର ନାମ କହିବ, 2ଟି ପିଠାର ନାମ କହିବ, ତୁମକୁ ମାର୍କ ମିଳିବ, ଠିକ୍ ଅଛି। ତୁମେ କହିବ ପୋଡ଼ ପିଠା, ଆରିସା ପିଠା, ସୁଆଁଲି ପିଠା, ଠିକ୍ ଅଛି। ଏମିତି ପିଠାର ନାମ କହିବ, ତୁମକୁ ମାର୍କ ମିଳିବ। ତାପରେ ଅଛି ଘରେ ରହୁଥିବା 2ଟି ପଶୁର ନାମ। ପିଲାମାନେ ତୁମ ଘରେ କେଉଁ ସବୁ ପଶୁ ରୁହନ୍ତି? ଏଠି କହିବ ଗାଈ, ଛେଳି, ମେଣ୍ଢା ଇତ୍ୟାଦି 2ଟିର ପଶୁ ନାମ କହିବ, ମାର୍କ ମିଳିବ। ତାପରେ ନାଲି ରଙ୍ଗର 2ଟି ଫୁଲର ନାମ କହିବ, ନାଲି ରଙ୍ଗର, ଠିକ୍ ଅଛି। ତୁମେ ଏଠି କହିବ ଅପରାଜିତା, ତାପରେ ତୁମେ କହିବ ପଦ୍ମ, ତାପରେ ତୁମେ କହିବ କଇଁ, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଚାଷ କାର୍ଯ୍ୟରେ ବ୍ୟବହୃତ 2ଟି ଜିନିଷର ନାମ କୁହ। ଚାଷ କାର୍ଯ୍ୟରେ କେଉଁ କେଉଁ ଜିନିଷ ବ୍ୟବହାର କରାଯାଏ? ଗୋଟିଏ ହେଉଛି କୋଦାଳ, ଗୋଟିଏ ହେଉଛି କୋଡ଼ି, ଗୋଟିଏ ହେଉଛି ଗଇଁତି। ଏମିତି 2ଟିର ନାମ ତୁମେ କହିବ ଯେଉଁଟା ଚାଷ କାର୍ଯ୍ୟରେ ବ୍ୟବହାର କରାଯାଏ, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଶୀତରୁ ରକ୍ଷା ପାଇବା ପାଇଁ ଆମେ କ'ଣ ସବୁ କରୁ? ଶୀତରୁ ରକ୍ଷା ପାଇବା ପାଇଁ ଆମେ ସ୍ୱେଟର, ଶାଲ୍, ଏମିତି ପଶମ ବସ୍ତ୍ର ସବୁ ପରିଧାନ କରିଥାଉ, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। 2ଟି ପରିବାର ନାମ କହିବ ପିଲାମାନେ। 2ଟି ପରିବାର ନାମ କ'ଣ କହିବ? ତୁମେ କହିବ ଆଳୁ, ଟମାଟୋ, ବାଇଗଣ, ଭେଣ୍ଡି। କେବଳ 2ଟି ପରିବାର ନାମ କହିଲେ ବି ତୁମକୁ ମାର୍କ ମିଳିବ, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କାଉ କିପରି ରାବେ? କାଉ କିପରି ରାବେ? ତୁମେ କହିବ କା କା କରି କାଉ ରାବେ, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ତୁମେ ତୁମ ବାପାଙ୍କ ବାପାକୁ କ'ଣ କୁହ? ତୁମ ବାପାର ବାପାଙ୍କୁ କ'ଣ କହିବ? ତୁମେ କହିବ ଅଜା, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଛବି ଦେଖି କହିବ। ପିଲାମାନେ ଏଇଠି କେତେ ଗୁଡ଼ିଏ ଛବି ଅଛି, ତୁମେ ତାହାକୁ ଦେଖେଇବି ତୁମର ଶିକ୍ଷକ, ଆଉ ତୁମେ କହିବ ଏସବୁ କ'ଣ କ'ଣ, ଠିକ୍ ଅଛି। ଏଇଠି ଅଛି ଗୋଟେ ଘର, ଏଇଠି ଅଛି ଗୋଟେ ସେଓର ଚିତ୍ର, ଏଇଠି ଅଛି ଗୋଟେ ଆଖି, ଏଠି ଅଛି ଗୋଟେ ଭାଲୁର ଚିତ୍ର, ଏଠି ଅଛି ଗୋଟେ ଘଣ୍ଟି, ଏଇଠି ଅଛି ଗୋଟେ ପଇଡ଼, ଠିକ୍ ଅଛି। ଏସବୁ ତୁମେ ଚିହ୍ନିଥିବ, ଜାଣିଥିବ ବୋଲେ ପରୀକ୍ଷାରେ କହିପାରିବ, ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ।